ଶ୍ରୋତାବନ୍ଧୁ ଆଉ ଶୁଣିବାକୁ ମିଳିବନି ସେଇ ସୁପ୍ରସିଦ୍ଧ ତବଲା ବାଦକଙ୍କର ମନମୁଗ୍ଧକର ଧୁନ୍। ହଁ ଶ୍ରୋତାବନ୍ଧୁ, ଆମେ କହୁଛୁ ସଙ୍ଗୀତ ଜଗତର ବେତାଜ ବାଦଶାହ ଜାକିର ହୁସେନଙ୍କ କଥା। 73 ବର୍ଷ ବୟସରେ ଆମେରିକାର ସାନ୍ ଫ୍ରାନ୍ସିସ୍କୋର ଏକ ଡାକ୍ତରଖାନାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। 2023 ମସିହାରେ ସଙ୍ଗୀତ ଜଗତରେ ତାଙ୍କର ଅତୁଳନୀୟ ଅବଦାନ ପାଇଁ ତାଙ୍କୁ ଭାରତ ସରକାର ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନିତ କରିଥିଲେ। ତେବେ ପିଲାଦିନୁ ଥିଲା ତାଙ୍କର ସଙ୍ଗୀତ ପ୍ରତି ଅହେତୁକ ଦୁର୍ବଳତା। ଉସ୍ତାଦ ଜାକିର ହୁସେନଙ୍କ ଆଶୀର୍ବାଦ ରୂପରେ ମିଳିଥିଲା ସଙ୍ଗୀତ। ବାପା ପୂର୍ବରୁ ଥିଲେ ଦେଶର ନାମୀ ଦାବୀ ତବଲାବାଦକ। ସେ ଦେଶ ତଥା ବିଦେଶରେ ବଡ଼ କନସର୍ଟ କରୁଥିଲେ। ଯେତେବେଳେ ପୁଅ ଜନ୍ମ ହେଲା, ବାପା 1.5 ଦିନରୁ ଜାକିରଙ୍କ କାନରେ ଶୁଣାଇଥିଲେ ତବଲାର ଧୁନ୍। ଏହାପରେ ଆଉ କ'ଣ ଥିଲା, ସଙ୍ଗୀତର ପରିବାର ମିଳିଲା, ବାପାଙ୍କ ଆଶୀର୍ବାଦ ମିଳିଲା। ସେବେଠାରୁ ଜାକିର ପକାଇଲେ ମାଏଷ୍ଟ୍ରୋ ହେବାର ମୂଳଦୁଆ। ଅସାଧାରଣ ପ୍ରତିଭାର ଅଧିକାରୀ ଥିଲେ ଜାକିର ହୁସେନ। ଦେଶରେ ଅନେକ ତବଲିଷ୍ଟ ଥିଲେ, କିନ୍ତୁ ଜାକିରଙ୍କ ପରି କେହି ନଥିଲେ। ତାଙ୍କ ଆଙ୍ଗୁଠିରେ ଥିଲା କଳାର ଯାଦୁ। ସେ ବେଳେବେଳେ ସେ ତବଲାରୁ ଏକ ଚଳନ୍ତା ଟ୍ରେନ୍ର ସ୍ୱର ମଧ୍ୟ ବଜାଉଥିଲେ, ତ କେତେବେଳେ ଘୋଡ଼ା ଦୌଡ଼ିବାର ସ୍ୱର। ଜାକିର ହୁସେନଙ୍କ ବିଷୟରେ ବିଶେଷ କଥା ହେଲା ଯେ ସେ ନିଜ ଅଭିନୟ ମାଧ୍ୟମରେ ମଧ୍ୟ ଦର୍ଶକଙ୍କ ନିକଟରେ ସଙ୍ଗୀତର ଗଭୀରତା ପରିଚିତ କରାଉଥିଲେ। କେବଳ ସେତିକି ନୁହେଁ, ମନୋରଞ୍ଜନର ଆହୁରି ମଧ୍ୟ ଅନେକ ମାଧ୍ୟମ ଥିଲା। ସେ ଘରର ବାସନ ସହିତ ମଧ୍ୟ ଆରମ୍ଭ କରିଥିଲେ ସଙ୍ଗୀତ। ଜାକିର ହୁସେନଙ୍କ ଉପରେ ଲେଖାଯାଇଥିବା ଜାକିର ଏବଂ ଇସ୍ ତବଲା ଧ ଧିନ୍ ଧା ପୁସ୍ତକରେ ଏହା ଉଲ୍ଲେଖ କରାଯାଇଛି ଯେ ଜାକିର ହୁସେନ ଯେକୌଣସି ସମୟରେ ତବଲା ବଜାଉଥିଲେ। ତାଙ୍କ ସାମ୍ନାରେ କ'ଣ ଅଛି ସେ ବିଷୟରେ ସେ ଚିନ୍ତା କରୁନଥିଲେ। ଘରେ ରୋଷେଇ ଘରର ବାସନକୁ ଓଲଟାଇ ତା ଉପରେ ସୃଷ୍ଟି କରୁଥିଲେ ନୂଆ ଧୁନ୍। ଯଦି ଭୁଲରେ ବାସନ ଭର୍ତ୍ତି ଥାଏ, ତେବେ ସେ ସୌଭାଗ୍ୟବଶତଃ ବର୍ତ୍ତିଯାଏ। ଉସ୍ତାଦ ଜାକିର ହୁସେନ ବହୁତ କମ୍ ବୟସରୁ ସଙ୍ଗୀତ ଶିଖିବା ଆରମ୍ଭ କରିଥିଲେ। ବିଶେଷ କରି ତାଙ୍କର ପ୍ରବୃତ୍ତି ଆରମ୍ଭରୁ ତବଲା ଶିଖିବା ଦିଗରେ ଥିଲା, କାରଣ ସେ ଗୀତ ଏବଂ ଗୀତ ମଧ୍ୟରେ ଶିକ୍ଷିତ ହୋଇଥିଲେ ଏବଂ ସେ ଏହି ପରିବେଶରେ ହିଁ ବଢ଼ିଥିଲେ। ଦିନେ ସେ ଦେଖିଥିଲେ ତାଙ୍କ ପିତା ତବଲା ସ୍ୱର ସହିତ ଦୁନିଆକୁ ଆକର୍ଷିତ କରୁଛନ୍ତି। ଆହୁରି ମଧ୍ୟ ତାଙ୍କ ପିତା ହିଁ ଉସ୍ତାଦଙ୍କୁ ତବଲା ଉପରେ କିପରି ବସିବେ ଏବଂ ତବଲା ସହିତ କିପରି ସନ୍ତୁଳନ କରିବେ ତାହା ଶିଖାଇଥିଲେ। ଏହାପରେ ଉସ୍ତାଦ ଜାକିର ହୁସେନ ମଧ୍ୟ ଉସ୍ତାଦ ଖଲିଫା ୱାଜିଦ ହୁସେନ, କାନ୍ତ ମହାରାଜ, ଶାନ୍ତ ପ୍ରସାଦ ଏବଂ ଉସ୍ତାଦ ହବିବୁଦ୍ଦିନ ଖାନଙ୍କଠାରୁ ସଙ୍ଗୀତ ଏବଂ ତବଲାର ଗୁଣ ଶିଖିଥିଲେ। ତାଙ୍କର କେବଳ କଳା ଦେଶରେ ସୀମିତ ନଥିଲା, ଜାକିର ହୁସେନ ସମଗ୍ର ବିଶ୍ୱରେ ଲୋକମାନଙ୍କୁ ପ୍ରଭାବିତ କରିଥିଲେ। ଶ୍ରୋତାବନ୍ଧୁ, ଆମେମାନେ ଜାଣିଛେ ଯେ ଜାକିର ହୁସେନ ଜଣେ ପ୍ରସିଦ୍ଧ ତବଲା ବାଦକ ଥିଲେ। ସେ ଅନ୍ତର୍ଜାତୀୟ ସ୍ତରରେ ନିଜର ପରିଚୟ ସୃଷ୍ଟି କରିପାରିଥିଲେ ବିଶେଷ ଭାବରେ। ଶ୍ରୋତାବନ୍ଧୁ, ଜାକିର ହୁସେନ ଯିଏକି ଚଳିତ ବର୍ଷ ଗ୍ରାମୀ ପୁରସ୍କାରରେ ଭାରତକୁ ଗୌରବାନ୍ୱିତ କରିଥିଲେ। ଶ୍ରୋତାବନ୍ଧୁ, ସେ ଗୋଟିଏ ବର୍ଷରେ ତିନୋଟି ଗ୍ରାମୀ ପୁରସ୍କାର ଜିତିଥିଲେ। ଏହି ସମ୍ମାନଜନକ ପୁରସ୍କାର ସମାରୋହରେ ସେ ନିଜେ 2ଟି ପୁରସ୍କାର ପାଇଥିଲେ। ଭାରତର କଳା ଓ ସଂସ୍କୃତିକୁ ବିଶ୍ୱ ସ୍ତରରେ ପ୍ରତିନିଧିତ୍ୱ କରିବାର ସୁଯୋଗ ପାଇଥିବାରୁ ସେ ନିଜକୁ ଭାଗ୍ୟବାନ ବୋଲି କହିଥିଲେ। ଜାକିର ହୁସେନଙ୍କୁ ଭାରତ ସରକାର 1988 ମସିହାରେ ପଦ୍ମଶ୍ରୀ, 2002 ମସିହାରେ ପଦ୍ମଭୂଷଣ ଏବଂ 2023 ମସିହାରେ ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନିତ କରିଥିଲେ। ସେ 1990ରେ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର, 2018ରେ ସଙ୍ଗୀତ ନାଟକ ଏକାଡେମୀ ଫେଲୋସିପ୍ ଏବଂ ରତ୍ନ ସମ୍ମାନରେ ସମ୍ମାନିତ ହୋଇଥିଲେ। 1999ରେ ସେ ପାରମ୍ପରିକ କଳାକାର ଏବଂ ସଙ୍ଗୀତଜ୍ଞମାନଙ୍କୁ ଦିଆଯାଉଥିବା ସର୍ବୋଚ୍ଚ ପୁରସ୍କାର ଆମେରିକାର ନ୍ୟାସନାଲ ଏଣ୍ଡୋମେଣ୍ଟ ଫର ଦି ଆର୍ଟସ୍ ନ୍ୟାସନାଲ ହେରିଟେଜ ଫେଲୋସିପ୍ରେ ମଧ୍ୟ ସମ୍ମାନିତ ହୋଇଥିଲେ। ସେ ଗ୍ରାମୀ ପୁରସ୍କାର ପାଇଁ 7 ଥର ମନୋନୀତ ହୋଇଛନ୍ତି। ଶ୍ରୋତାବନ୍ଧୁ, ଜାକିର ହୁସେନଙ୍କର ବିୟୋଗରେ ରେଡ଼ିଓ ବାଘାଯତୀନ ତରଫରୁ ସେଇ ମହାନ ଆତ୍ମାଙ୍କ ଉଦ୍ଦେଶ୍ୟରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି।
ଶ୍ରୋତାବନ୍ଧୁ ଆପଣମାନେ ଶୁଣୁଥାନ୍ତୁ ରେଡ଼ିଓ ବାଘା ଯତୀନ ଗୋଷ୍ଠୀ ବେତାର କେନ୍ଦ୍ର 89.6 FM ବ୍ୟାଣ୍ଡରେ।